ସବୁ ଗୋଟେ ଷ୍ଟେଟମେଣ୍ଟ ଆସିଛି ଅବକାରୀ ମନ୍ତ୍ରୀଙ୍କର ଅବକାରୀ ଆଜ୍ଞା ଆଇନ ମନ୍ତ୍ରୀଙ୍କର ଯେ ଡ୍ୟାନ୍ସ ବାର୍ ବନ୍ଦ କରାଯିବ ସରକାର ଏ ସମ୍ପର୍କରେ ଗୋଟେ ନିଷ୍ପତ୍ତି ନେଉଛନ୍ତି ତ ଡ୍ୟାନ୍ସ ବାର୍ ବର୍ତ୍ତମାନ ସମୟରେ ବନ୍ଦ ହେଇପାରିବ କି ଭୁବନେଶ୍ୱରରେ? ଦେଖନ୍ତୁ ଆମେ ତ ପୁରା ବର୍ତ୍ତମାନ ଯାହା ନ୍ୟୁଜ ଯାହା ଆପଣଙ୍କର ବ୍ରେକିଂ ନ୍ୟୁଜ କି ଆସେମ୍ବଲିରେ କହିଛନ୍ତି ତ ପୁରା ନ୍ୟୁଜ ଆମ ପାଖକୁ ଆସିନି ଯେ କଣ ଷ୍ଟେପ କଣ ନୂଆ ହବ କଣ ଆମର କିଛି ନାହିଁ କ୍ଲାରିଟି ନାହିଁ କିନ୍ତୁ ମୁଁ ଯାହା ଲିଗାଲ ମାନେ ଯାହା ଥିଲା କରିପାରିବେ କି ନାହିଁ ଦେଖନ୍ତୁ ସରକାରଙ୍କ ହାତରେ ବନ୍ଦ କରିପାରିବେ କି ନାହିଁ ସରକାରଙ୍କ ଉପରେ ତ କେହି ନୁହନ୍ତି କିନ୍ତୁ ଯେହେତୁ ଜୁଡିସିଆରୀ ଏଠି ଗୋଟେ ଇନଭଲଭମେଣ୍ଟ ଥିଲା ପ୍ରଥମରୁ ଦେଶବ୍ୟାପୀ କଥାକୁ ଜାଣିଛନ୍ତି ଦୀର୍ଘ 20 ବର୍ଷ ଧରିକି ମାନେ ଚାଲିଛି ଥିଲା ଏବଂ 5 ବର୍ଷ ପୂର୍ବରୁ ବିଭିନ୍ନ ଜାଗାରେ 2014-15ରୁ ସୁପ୍ରିମକୋର୍ଟର ଜଜମେଣ୍ଟ ଆସିଲା ପରେ ବିଭିନ୍ନ ଷ୍ଟେଟ ଗଭର୍ଣ୍ଣମେଣ୍ଟ ପୁଣି ସୁପ୍ରିମକୋର୍ଟ ସେ ଜଜମେଣ୍ଟ ହେଇ ସାରିଲା ପରେ ଆମ ଓଡିଶା ଏକ୍ସାଇଜ ଆକ୍ଟ 2008 ଏବଂ ତାପରେ ଓଡିଶା ଏକ୍ସାଇଜ ରୁଲ 2017ରେ ବି ସେକ୍ସନ 44 ରହିଲା ବିଭିନ୍ନ କଣ୍ଡିସନ ଦେଇକି ଏତେ ସବୁ କଣ୍ଡିସନ ଦେଇକି ଓମେନ ର ସେଫଟି ଆଉ ଜବ ପାଇଁ ଥିଲା ପରେ ମତେ ଲାଗୁନି ସରକାର ଏମିତି ଗୋଟେ ଷ୍ଟେପ ନେବେ ବୋଲି କି ତାଙ୍କୁ ପ୍ରପରଲି ମାନେ ଠିକ ଭାବେ ତାଙ୍କୁ ବୁଝା ହେଇନଥିବ ଯେ କୋଉ କୋଉ ମାନେ କଣ୍ଡିସନ ଅଛି ମାନେ ସର୍ତ୍ତ ଅଛି ଗୋଟେ ଡ୍ୟାନ୍ସ ବାର୍ ଚାଲିବା ପାଇଁ ତ ହୁଏତ ସେ ଜାଣିଲା ପରେ ଜାଣିବେ ଯେ ଡ୍ୟାନ୍ସ ବାର୍ ଚାଲିଛି କେତୋଟି 17ଟା ପାଇଁ ଆପ୍ଲାଏ କରାହେଇଛି ଚାଲିନି କିଛି ଏପର୍ଯ୍ୟନ୍ତ ଗୋଟେ ବି ଡ୍ୟାନ୍ସ ବାର୍ ଚାଲୁନି ନା ଆଉ ଯୋଉ ଡ୍ୟାନ୍ସ ହଉଛି ବିଭିନ୍ନ ବାର୍ରେ ସେଗୁଡିକ କଣ ଦେଖନ୍ତୁ ଆଉ କ୍ଲବ ରେ ଯୋଉ ନାଚିବାଟା ସିଏ ହଉଛି ଆପଣଙ୍କ ନିଜ ଇଚ୍ଛାରେ ଆପଣ ଗଲେ ଆପଣଙ୍କର ଇଚ୍ଛା ହେଲା ନାଚିଲେ ଆପଣ ନ ନାଚିଲେ ସିଏ ଅଲଗା ଏଜ ଏ ଗେଷ୍ଟ ଆପଣ ଗଲେ ପ୍ରଫେସନାଲ ଡ୍ୟାନ୍ସ ବାର୍ ରେ ଯୋଉମାନେ ଡ୍ୟାନ୍ସର ମାନେ ଅଛନ୍ତି ସେମାନେ କଣ ଖୁସିରେ ନାଚୁଛନ୍ତି ନା ସେମାନଙ୍କୁ ପଇସା ଦେଇ ନଚା ହଉଛି? ଦେଖନ୍ତୁ ଡ୍ୟାନ୍ସ ବାର୍ ରେ ପୋଲିସ ଲାଇସେନ୍ସ ସେମିତି କିଛି ନାହିଁ ଅର୍କେଷ୍ଟ୍ରା କରନ୍ତୁ ଆପଣ ଏନଗେଜମେଣ୍ଟ ଅଫ ଓମେନ ର ଓଡିଆ ହଉଛି ଆପଣ ଝିଅକୁ ନିୟୋଜିତ କରିପାରିବେନି ବୋଲି ବାର୍ ପ୍ରିମାଇସେସ୍ ଆମର ଯୋଉ ଓଡିଶା ଏକ୍ସାଇଜ ଆକ୍ଟର ଗୋଟେ ଥିଲା ତାପରେ ଯେତେବେଳେ ଏ ସବୁ ଆସିଲା ଡ୍ୟାନ୍ସ ବାର୍ ଟପିକ ସୁପ୍ରିମକୋର୍ଟ ସେଠୁ କହିଲେ କିଛି କିଛି ଜଜମେଣ୍ଟ ମାନେ ତାଙ୍କର ବିଭିନ୍ନ ନମ୍ବର ଅଫ ଜଜମେଣ୍ଟ ସେ କହିଲେ ଡ୍ୟାନ୍ସ ବାର୍ ନହେଲେ ଝିଅ ମାନେ ଅନ୍ୟ ରାସ୍ତାକୁ ପଳେଇବେ ଆଉ ଏଇଟା ଯେହେତୁ ଯୋଉ ପେଟ ପାଟଣା କଥା ଆଉ ଇକ୍ୱାଲିଟି ଅଫ ଓମେନ ସେଥିରେ ସେ କହିଲେ ଯେ ପୁଅ ଝିଅ କାମ କରିବାରେ ଭେଦଭାବ କରିହବନି ତ ତା ଉପରେ ସେ କହିଛନ୍ତି ଯେ ଆମେ କୌଣସି ଗାଇଡ ଲାଇନ ଦେଲେ ଏଇ ସର୍ତ୍ତ ମାନେ ପାଳନ କରିବେ ତେବେ ଝିଅ ମାନଙ୍କୁ 3ଟି କାମରେ କେବଳ ୟୁଜ ଲଗେଇ ପାରିବେ ଗୋଟାଏ ହଉଛି ଡ୍ୟାନ୍ସ ମାନେ ନାଚି ପାରିବେ ଝିଅ ଗୀତ ଗାଇ ପାରିବ ଅର୍କେଷ୍ଟ୍ରା ବା ମେଲୋଡି ଏଇ 3ଟି କାମରେ ଲଗେଇ ପାରିବେ ଏଇ ସର୍ତ୍ତ ମାନିବାକୁ ପଡିବ ବାର୍ ମାଲିକଙ୍କୁ ସୁପ୍ରିମକୋର୍ଟର ସେଇ ଗାଇଡଲାଇନ ଅନୁସାରେ ପ୍ରଥମ 2 ବର୍ଷ ତ ହାଇକୋର୍ଟ ଆଉ ସୁପ୍ରିମକୋର୍ଟ ଗାଇଡଲାଇନ ଅନୁସାରେ ଦିଆ ହଉଥିଲା ଆମକୁ ଲାଇସେନ୍ସ ସେଠି ଝିଅକୁ ଏନଗେଜ କରିବା ପାଇଁ ମ୍ୟୁଜିକାଲ ପ୍ରୋଗ୍ରାମ ରେ ପରବର୍ତ୍ତୀ ସମୟରେ ଓଡିଶା ଏକ୍ସାଇଜ ରୁଲ 2017 ଆସିଲା 2017 ଓଡିଶା ଏକ୍ସାଇଜ ରୁଲ ରେ ସେକ୍ସନ 44 ରେ ଦିଆ ହେଇଗଲା ସେତେବେଳେ ବି ଦେଲା ସେକ୍ସନ 44 ଓଡିଶା ଏକ୍ସାଇଜ ରୁଲ 2017 ସେକ୍ସନ 44 ର ଦିଆହେଲା ଯେ କମିଶନରେଟ ପୋଲିସ ଭୁବନେଶ୍ୱର ଆଉ କଟକ ଭିତରେ କେବଳ ଦେଇ ହବ ଯେହେତୁ ଅନ୍ୟ ସବୁ ଜାଗା ଏତେ ଡେଭଲପ ହେଇନି ଦେଇ ହବ ତ ମୁଁ ଭାବୁଛି ପରମିଶନ ମିଳିଯାଇଛି ଡ୍ୟାନ୍ସ ବାର୍ ପାଇଁ ଶୁଣନ୍ତୁ ଡ୍ୟାନ୍ସ ବାର୍ ପାଇଁ ପରମିଶନ ନୁହେଁ ଝିଅ ମାନେ ପରମିଶନ ପାଆନ୍ତି ଏନଗେଜ ହବା ପାଇଁ ତ ବର୍ତ୍ତମାନ ପରମିଶନ ପାଇଁ ଏନଗେଜମେଣ୍ଟ ପାଇଁ ପରମିଶନ ପାଇଛନ୍ତି କି? ହଁ ଆମେ ଆଜି ପର୍ଯ୍ୟନ୍ତ ଚଲେଇ ଆସୁଥିଲୁ ପରମିଶନ ପାଇକି ସେଇ ରୁଲ ଅନୁସାରେ ଗଲା ବର୍ଷ ବି ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ବି ଆମେ ପାଇଛୁ ଯେ ଝିଅ ମାନଙ୍କୁ ଆପଣ ଡ୍ୟାନ୍ସ ବାର୍ ରେ ନିଯୁକ୍ତି ଦେଇପାରିବେ। ହଁ 15, 16, 16, 17, 17, 18, 18, 19, 19, 20 ତ କୋଭିଡ ପିରିୟଡ ରେ ବନ୍ଦ ରହିଲା କୋଭିଡ ଯୋଉ ଦିନ ସରିଲା ସିଏ ବି ମାର୍ଚ୍ଚ ମାସରେ କୋଭିଡ 2021 ରେ ବି 4 ଦିନ 7 ଦିନ ପାଇଁ ମିଳିଥିଲା ତ ବର୍ତ୍ତମାନ ସରକାର କହୁଛନ୍ତି ଆଉ ଏନଗେଜ କରିପାରିବେ ନାହିଁ
ଏନଗେଜ ଦେଖନ୍ତୁ ସରକାରଙ୍କର ଇଏ, କିନ୍ତୁ ସରକାର ମୁଁ ପ୍ରଥମ ତ ଭାବୁଛି ସରକାରଙ୍କ ପାଖରେ ଏବେ ତଥ୍ୟ ଠିକ ସେ ରଖା ହେଇନି କି ମାନେ ଇଏ ଯେ କଣ କଣ କଣ୍ଡିସନ, କଣ କଣ ସର୍ତ୍ତ ରହିଛି କାମ କରିବା ପାଇଁ, ଏବଂ ଲାଷ୍ଟ ବିଗତ 7 ବର୍ଷ ଡାଟା ଯେ କେତେ ଝିଅ କାମ ପାଇଥିଲେ, କଣ ହେଇଥିଲା। ତ ମତେ ଲାଗୁଛି ଡ୍ୟାନ୍ସ ବାର୍ ର ମାଲିକ ମାନେ ଏକ୍ସପ୍ଲଏଟ୍ କରୁଛନ୍ତି, ସେମାନଙ୍କୁ ଟଙ୍କା ଦଉନାହାନ୍ତି, ହଇରାଣ କରୁଛନ୍ତି, ସେକ୍ସୁଆଲ ଏକ୍ସପ୍ଲୋଇଟେସନ ହଉଛି। ୟାର ସେକ୍ସୁଆଲ ଏକ୍ସପ୍ଲୋଇଟେସନ ହେଇଥିଲେ ଆପଣ ମାନଙ୍କ କୋଉ ଚ୍ୟାନେଲ ଆଜି ଯାଇ ବାଜିଥାନ୍ତେ ଯେ ଏଇ ଝିଅ ସେକ୍ସୁଆଲି। ଆଉ ଗୋଟେ କଥା ଆଜ୍ଞା, କୌଣସି ବି ଧନ୍ଦା ନିଅନ୍ତୁ ବା ଟ୍ରେଡ୍ ନିଅନ୍ତୁ କି କୌଣସି ଲାଇନ୍ ନିଅନ୍ତୁ, ତା ଭିତରେ 100ରେ 1% ତା ବୋଲି କହିବେନି ଯେ ଟୋଟାଲ ଇଣ୍ଡଷ୍ଟ୍ରି। ଆଉ କେହି କାହାକୁ ଫୋର୍ସ କରିକି ଏଠି କୌଣସି ଜାଗାରେ ଦେଖିବେନି ଯେ କୋଉ ଜାଗାରେ ଯେ ଏଠି କୌଣସି ଝିଅ ଯାଇକି ଥାନାରେ କି କୋଉ ଜାଗାରେ କି କମ୍ପ୍ଲେନ କି କୋଉ ଆସିଛି ବିଭିନ୍ନ କାରଣରୁ ଜଣେ କଣ ସହଜରେ ନ ଯାଆନ୍ତୁ, ଆପଣ ତା ବୋଲି କହୁଛନ୍ତି ଯେ ଏଇଟାକୁ ଆମେ ମାଇଣ୍ଡ ସେଟରେ ରଖିବୁ ଏବଂ ତମେ ମାନେ ମାନସିକତା ରହିବ ଯେ ଯାଉନଥିବେ କି ଯାଉଥିବେ ସେଥିପାଇଁ ଦବାନି। ଯେମିତି ପ୍ରିଜମ୍ପସନ କଲା ଯୋଉ ଭଳିଆ ସେମାନେ ଆଜି ଗୋଟେ ମହାରାଷ୍ଟ୍ର ସରକାର ଯୋଉ ଭଳିଆ କରୁଥିଲେ ବୋଲି ତ ସୁପ୍ରିମକୋର୍ଟ ତାଙ୍କୁ ଘୋଷଣା କଲେ ନା ସବୁ ଝିଅଙ୍କ ତାହେଲେ ଖରାପ, ସବୁ ଝିଅ ମାନେ ଜୋରଜସ୍ତି କରାହଉଛି। ଆଉ ଦେଖନ୍ତୁ ଆପଣଙ୍କୁ ଯେତେବେଳେ ଆପ୍ଲାଏ କରିବା ପରେ ଏପ୍ରିଲ ମାସ ଆପଣ 10 ବର୍ଷର ଦେଖିବେ ଡାଟା ନା 2014 15-16ରୁ ଯଦି 2024 ଭିତରେ କେତୋଟି ଥାନାରେ କେତେ ପରସେଣ୍ଟେଜ କଣ ହେଇଛି ଆସିଥିଲା ଧଉଳିର ଅଞ୍ଚଳର, ସିଏ ଆଜ୍ଞା ଅଲଗା ମ୍ୟାଟର, ସେ ଏକ୍ସାଇଜ ରିଲେଟେଡ ମ୍ୟାଟର ନୁହେଁ କି ଡ୍ୟାନ୍ସର ଏନଗେଜମେଣ୍ଟ ଲେଟର ନୁହଁ। ଆଉ ତାର ବି ଯଦି ମାନେ କହିବାକୁ ଚାହୁଁନୁ, ସେ ଝିଅଙ୍କୁ ଆପଣ ମାନଙ୍କୁ ନମ୍ବର ବି ଦେଲେ, ସେ ଝିଅଙ୍କୁ ଯଦି ଆଜି ବି ଆପଣ ପଚାରିବେ ସେମାନେ ଅଲଗା କଥା କହିବେ। ଏଇ ଝିଅ ମାନଙ୍କର ଆର୍ଥିକ ଅନଟନ ଅଛି, ଅସୁବିଧା ଅଛି, ଯୋଉଥିପାଇଁ ସେମାନେ ବାଧ୍ୟ ହୋଇ ଡ୍ୟାନ୍ସ ବାରରେ ଚାକିରି କରୁଛନ୍ତି। ନିହାତି କାହାକୁ ଆଜ୍ଞା ଦେଖନ୍ତୁ, ଆପଣ ଯୋଉ ଭଳିଆ ଆପଣଙ୍କର ସମସ୍ତେ ନିଜର ରିକ୍ୱାରମେଣ୍ଟ ନିଜର ପ୍ରଥମ ଘରର କେହି କାମ କରିବାକୁ ଆସିନଥାନ୍ତେ, ସବୁ ଘରେ ରହିଥାନ୍ତେ, ସମସ୍ତେ ପଇସା ହବା ଲାଗି ସମସ୍ତେ ସେମିତି ହେଇଥାନ୍ତେ। ଏମାନେ ଯୋଉ ଆସନ୍ତି ପୁଣି ଝିଅ ହେଇ ଇଏ ଯୋଉ ବାହାରକୁ ଆସିକି ମାନେ ଯୋଉ ଲାଇନ କୁ ଆସୁଛନ୍ତି ସେଥିପାଇଁ ମୁହଁ ଢାଙ୍କିକି ଘୋଡି ହେଇକି ଇଣ୍ଟରଭ୍ୟୁ ଦବା ପାଇଁ ଗୋଟେ ତାଙ୍କୁ ଲାଗୁଛି। ଶୁଣନ୍ତୁ, ସୁପ୍ରିମକୋର୍ଟର ଏତେ ଜଜଙ୍କ ଉପରେ ଆମେ ନଉନା, ଆଉ ଏ କେସ୍ ତ ଥରେ 2 ମାସ କି 3 ମାସର ଚାଲୁନଥିଲା। ଏ ତଳ କୋର୍ଟରୁ ହାଇକୋର୍ଟରୁ ସୁପ୍ରିମକୋର୍ଟରେ କେତେ ରିଭ୍ୟୁ ପିଟିସନ କେତେ ହେଇଯାଇ, ଆମେ କଣ ତା ଉପରେ କନଷ୍ଟିଟ୍ୟୁସନ ଉପରେ କି ସମ୍ବିଧାନ ଉପରେ ତ ନଉନା। ସମ୍ବିଧାନ ଆର୍ଟିକଲ 227 ର ରାଇଟ ଟୁ ଲିଭ୍ ରାଇଟ ଟୁ ୱାର୍କ ଯୋଉ ଭଳିଆ ଅଛି, ସେଥିରେ ତ ଆମେ ତ ହସ୍ତକ୍ଷେପ କରିପାରିବେନି ନା। ଆପଣ ବର୍ତ୍ତମାନ କହୁଛନ୍ତି ଝିଅ ମାନେ ଯାଇକି କାମ କରିବେ କୋଉଠି, ମାନେ ଏୟାରଫୋର୍ସ ରେ କି ଡିଫେନ୍ସ ରେ ବାହାରକୁ ପଠେଇବା ପାଇଁ, ଯୋଉଠି ଯବାନ ଅଛନ୍ତି କି ରାତି ଦିନ ଘର ଫ୍ୟାମିଲି କିଛି ନାହିଁ। ଆଜ୍ଞା ମାନସିକ ସବୁ କିଛି ହଉଛି ମଣିଷର ମାନସିକତାକୁ ନେଇକି। ଯେତେ ସୋସାଇଟି ଓପନ ହବ ସେତେ ଆପଣଙ୍କର ଝିଅ ମାନେ ସୁରକ୍ଷିତ। ସୋସାଇଟିକୁ ଆପଣ ଯେତେ ସଂକୁଚିତ କରିକି ରଖିବେ ସେତେ ପ୍ରକାର ବିଭିନ୍ନ ପ୍ରକାର ହବ। ସତ୍ୟ ବାବୁ, ଏଇ ଯୋଉ କହିବାର କଥା ଯେ ସୁପ୍ରିମକୋର୍ଟ କହିଛନ୍ତି ରାଇଟ ଟୁ ଲିଭ୍, ବଞ୍ଚିବାର ଅଧିକାର, ତ ଡ୍ୟାନ୍ସ ବାର୍ କହୁଛି 226-227ରେ ବଞ୍ଚିବା ଦରକାର। ତେଣୁ ସେମାନଙ୍କୁ ଆମେ କହିପାରିବୁନି ଯେ ତମେ ଡ୍ୟାନ୍ସ ବାରରେ କାମ କରିପାରିବନି। ଆଜ୍ଞା ତା ପୂର୍ବରୁ ବି ଆପଣଙ୍କର ଅଛି IHM ରେ ଆପଣଙ୍କର ଝିଅ ବାରରେ କାମ କରିପାରିବେନି ବୋଲି ଗୋଟେ ଥିଲା ରୁଲିଂ, ସେଇ 1915 ଯୋଉ ଆକ୍ଟ କରିଥିଲେ ଦିଲ୍ଲୀ ମାନେ ପଞ୍ଜାବ ଆକ୍ଟ, ସେଥିରେ ବି ସେମିତି ଗୋଟେ ଆକ୍ଟରେ ଥିଲା ଯେ ଝିଅ ମାନେ ସର୍ଭ କରିପାରିବେନି ଲିକର ବାର ଟେଣ୍ଡର। ତ ଦିଲ୍ଲୀରେ ଅନୁଜ ଗର୍ଗ ଭର୍ସେସ FHRI ର କେସ୍ ବି ଗୋଟେ ହେଇଥିଲା, ସେଠି କହିଥିଲେ କହିଲେ ଗୋଟେ ଝିଅକୁ ତୁମେ କାମ କରିବାକୁ ମନା କରିବାକୁ କିଏ ଯେ କୋଉଠି ତାର କାମ କରିପାରିବ କି ନ କରିପାରିବ, ଆପଣ ସେଫଟି ପାଇଁ ଦେଖିପାରିବେ। ଝିଅର ସେଫଟି ଗାଇଡଲାଇନ, ଝିଅର
ସୁରକ୍ଷା କେମିତି ରହିପାରିବ, ଝିଅ କାମ କଲା ବେଳେ କେମିତି ତାର ସୁରକ୍ଷିତ ହିସାବରେ ସେ କାମ କରିପାରିବ, ତା ଉପରେ ଆପଣ ଯାହା ମାନେ ସରକାର ଗାଇଡଲାଇନ କରିପାରିବେ। ତ ବାଧ୍ୟ ହେଇ ଲାଷ୍ଟକୁ ସୁପ୍ରିମକୋର୍ଟ ନିଜେ ଗାଇଡଲାଇନ ତିଆରି କରିକି ଦେଇଥିଲେ। ଇଭେନ ସିସିଟିଭି ବି ପ୍ରାଇଭେସି ପାଇଁ ଝିଅଙ୍କର ସୁପ୍ରିମକୋର୍ଟଙ୍କ ଦେଖିଥିଲେ ଯେ ପ୍ରାଇଭେସି ପାଇଁ ଝିଅ ଏବଂ କଷ୍ଟମର କି ଗେଷ୍ଟ ଯୋଉମାନେ ଆସୁଛନ୍ତି ତାଙ୍କର ବି ନେଇପାରିବେନି ବୋଲି ଥିଲା ଯେ ସିସିଟିଭି ବି ଲାଗିପାରିବନି ଭିତରେ। ଯୋଉଟା ଅଧ୍ୟାବିଧି ଆମର ଓଡିଶାର ରହିକି ଯାଇଛି, ଯେହେତୁ ମାନେ ଆମେଣ୍ଡମେଣ୍ଟ ହେଇନି, ଆମର ଲ ଆମେଣ୍ଡମେଣ୍ଟ ହେଇନି, କିନ୍ତୁ ନହେଲେ ସିଏ ବି ନୁହେଁ ଯେ ସିସିଟିଭି ବି ରହିପାରିବ ବୋଲି। ଇଏ ସତ୍ୟବ ଯଦି ସରକାର ଏ ସମ୍ପର୍କରେ ନିଷ୍ପତ୍ତି ନିଅନ୍ତି ଆପଣ ମାନେ କଣ ସୁପ୍ରିମକୋର୍ଟକୁ ଯିବେ? ଶୁଣନ୍ତୁ ଆଜ୍ଞା, ମତେ ତ ଲାଗୁନି ସରକାର ଭାବିବେ ନିହାତି ଯେ ଇଏ ଯେହେତୁ ମାନେ ପେଟ ପାଟଣା କଥା, ଜବ୍ କଥା ଏବଂ ଆ ପଛର ସମ୍ପୂର୍ଣ୍ଣ ଇତିହାସ ଯେତେବେଳେ ଜାଣିବେ ମତେ ଲାଗୁନି କରିବା ପାଇଁ। ଯଦି ସେମିତି କରିବେ ତ ଆଉ କଣ ବିଜନେସ ତ କରିଛୁ ଯେହେତୁ ଏତେ ଲାଇନ କୁ ଆସୁଛୁ, ଯାହା ଅଲ୍ଟରନେଟିଭ ଆମ ପାଖକୁ ମିଳିବ ଆମେ ଦେଖିବୁ, ଗୋଟେ ଯାଇକି ଦେଖା କରିବୁ, ବୁଝିବାକୁ ଚେଷ୍ଟା କରିବୁ, ନହବ ତା ପରବର୍ତ୍ତୀ କଣ ଆମେ ପଚାରିବୁ କି କଣ ହବ। କାରଣ ଇଏ 7 ବର୍ଷ ହେଲା 8 ବର୍ଷ ହେଲା ଦେଲା ପରେ ଆମେ ଏତିକି ଟଙ୍କା ଇନଭେଷ୍ଟମେଣ୍ଟ କରି ବ୍ୟାଙ୍କରୁ ଲୁହ ନାହିଁ ଏ ସବୁ କିଛି କରି ପିଲାଙ୍କୁ ବସେଇକି 6 ମାସ ହେଲାଣି ମାନେ ରଖା ହେଇ ଆପ୍ଲାଏ କରାହେଇଛି। ଆଉ ଏବେ ଯଦି ସଡନଲି ହବ ତ ଯୋଉଟା ଦେଖିବୁ, ପ୍ରଥମ ଆମେ ଜାଣିନୁ, ଆମେ କେବଳ ବର୍ତ୍ତମାନ ପର୍ଯ୍ୟନ୍ତ ଖାଲି ଯାହା ଆପଣଙ୍କଠୁ ଶୁଣିଲେ, ଆପଣ ଫୋନ କଲେ, ମୁଁ ଆପଣଙ୍କୁ କହିଲି ଆର ଇତିହାସ। ଆମର ଏବେ ଓଡିଶା ଗଭର୍ଣ୍ଣମେଣ୍ଟ ବି ସେତେବେଳେ ଥିଲା ଯେ ପାର୍ଲାମେଣ୍ଟ ଏନାକ୍ଟମେଣ୍ଟ ୟୁ କ୍ୟାନ ନଟ୍ ଡିସ୍କ୍ରିମିନେଟ୍ ବିଟୱିନ୍ ଏ ଓମେନ୍ ଆଣ୍ଡ ଏ ମ୍ୟାନ୍। ଆପଣ ଗୋଟେ ପୁଅ ଆଉ ଝିଅ ଭିତରେ କରିପାରିବେନି, କେବେ ବି ଡିସ୍କ୍ରିମିନେଟ୍ କରିପାରିବେନି। ଡିସ୍କ୍ରିମିନେଟ୍ ର ଆପଣଙ୍କ ମାନେ ଓଡିଆ ଆପଣଙ୍କର ବନ୍ଧୁ ମାନେ ବୁଝିବେ, ଡିସ୍କ୍ରିମିନେଟ୍ କରିପାରିବେନି ବୋଲି ଅଛି। ସତ୍ୟବାବୁ ବର୍ତ୍ତମାନ ଆପଣଙ୍କର ଯୋଉ ଝିଅ ମାନେ ଅଛନ୍ତି ସେମାନେ ଯୋଉ କମ୍ପ୍ଲେନ କରୁଛନ୍ତି ଆଉ ଆକ୍ଟର ବା ନିୟମର ଭାଉଲେସନ କରିକି ରାତି 12ଟା ପରେ ରାତି 1, 2ଟା ପର୍ଯ୍ୟନ୍ତ ବାର୍ ଚାଲୁଛି, ଡ୍ୟାନ୍ସ ହଉଛି, ଆପଣ ଭାବୁନାହାନ୍ତି ଏଇଟା ହଉଛି ଆଇନ ବିରୋଧୀ ବୋଲି? ଡ୍ୟାନ୍ସ ବାର ବିଷୟରେ ଗୋଟେ ବି ଆଜି ପର୍ଯ୍ୟନ୍ତ ଆସିନି ଯେ ରାତି 1 ପରେ ଚାଲିବା ଡ୍ୟାନ୍ସ ବାର। ଆପଣଙ୍କର ଯୋଉଠି ବି ଯେତିକି ଭିଡିଓ ସବୁ ଅଲଗା ଭିଡିଓ ଥିବ, ଅନ୍ୟ ବାର ସବୁ ଭିଡିଓ ଥିବ, ଡ୍ୟାନ୍ସ ବାର ରାତି 1:30 ପରେ ଆମ ଆସୋସିଏସନ ର ନିୟମ ଅନୁସାରେ ଷ୍ଟ୍ରଙ୍ଗ ରେ ଆପଣ ଗୋଟାଏ ବି ଜିନିଷ ପାଇନଥିବେ ଲାଷ୍ଟ 2 ବର୍ଷ 3 ବର୍ଷ ଭିତରେ, ଲକ୍ଷ୍ମୀ ସାଗର ଏରିଆ କି 4 ବର୍ଷ ଭିତରେ। ଲାଷ୍ଟ ମୋର ମନେ ପଡୁଛି ଲକଡାଉନ ପିରିୟଡରେ ଗୋଟାଏ ସାଉଥ ସିଟିରେ ଗୋଟେ ଇନସିଡେଣ୍ଟ ପରେ ହୁଏତ ଡ୍ୟାନ୍ସର ରିଲେଟେଡ ଇଲିଗାଲି କୋଉଠି କିଛି ନାହିଁ, ମାନେ କୌଣସି କିଛି ନଥିଲା। ତ ବର୍ତ୍ତମାନ ଯୋଉ ଆପଣ 17ଟି ଡ୍ୟାନ୍ସ ବାର ପାଇଁ ଆପ୍ଲାଏ କରିଛନ୍ତି ସେଇଟା କଣ? ବର୍ତ୍ତମାନ ତ ଆପଣ ଏନଗେଜ କରିପାରୁଛନ୍ତି, ଆଉ ଯୋଉ 17ଟି ପାଇଁ ଆପ୍ଲିକେସନ ଦେଇଛନ୍ତି ଶୁଣନ୍ତୁ, ଆପଣଙ୍କର ଏଥିରେ ଏନଗେଜ କରିବା ପାଇଁ ହେଲେ ଗୋଟାଏ ଥର ଲାଇସେନ୍ସ ମିଳିଲା ପରେ ଅନ୍ୟ ବର୍ଷ ଗୁଡିକ ସବୁ ରିନ୍ୟୁଆଲ ହେଇଯିବା କଥା, ଯୋଉଟା ପ୍ରତ୍ୟେକ ବର୍ଷ କୁହାଯାଏ। କିନ୍ତୁ ଏବେ କଣ ହଉଛି, ପ୍ରତ୍ୟେକ ବର୍ଷ ପୁଣି ଥରେ ଫାଇଲ ଯାଉଛି। ଥରେ ଯେତେବେଳେ ଚାକିରି କଲା ବେଳକୁ ପ୍ରତ୍ୟେକ ବର୍ଷ ଆପଣ ନିଉଜର ଦିଆଯାଏ କି? ଗୋଟାଏ ଥର ମିଳିଗଲା ପରେ ସେଇ ସଂସ୍ଥା ପାଇଁ ମିଳିଗଲା, ତାପରେ ରେଜ ହୁଏ, ପ୍ରମୋସନ ହୁଏ, ଆପଣଙ୍କୁ ଡିଫରେଣ୍ଟ ଟ୍ରାନ୍ସଫର କରାଯାଏ, ଯାହା କରାଯାଏ। ଏଠି ବି ସେୟା ଯେମିତି ଆମର ଅନ୍ୟ ଲାଇସେନ୍ସ ବାର ଲାଇସେନ୍ସ ରେ ଥରେ ମିଳିଗଲା ପରେ ତାକୁ ରିନ୍ୟୁ କରିବା କଥା, କିନ୍ତୁ ଏବେ ପର୍ଯ୍ୟନ୍ତ ସେ ରିନ୍ୟୁ ଜାଗାରେ ସିଏ କଣ ହଉଛି, ପ୍ରତ୍ୟେକ ବର୍ଷ ଆଉଥରେ ଲେଖା ଆପ୍ଲାଏ କରିବାକୁ ପଡୁଛି। ତ ଏ ବର୍ଷ ବି ସେମିତି ଏପ୍ରିଲ 1ରେ ଆମେ ଆପ୍ଲାଏ କରିଥିଲୁ, ମାର୍ଚ୍ଚ 31ରେ ସରିଲା ପରେ। କିନ୍ତୁ ଏପ୍ରିଲ 1ରେ ଯୋଉ ଝିଅ ମାନଙ୍କର ଫଟୋ ଇଏ ସବୁ ଆପ୍ଲାଏ କରିକି ରେକମେଣ୍ଡେସନ ହେଇକି ସବୁ ହେଇଯାଇଥିଲା, ତାପରେ ଆଜି ପର୍ଯ୍ୟନ୍ତ ମିଳିନି, ତ ସେଥିପାଇଁ ବନ୍ଦ ହେଇକି ପଡିଛି। ତ ବର୍ତ୍ତମାନ ଓଡିଶାରେ କୌଣସି ଡ୍ୟାନ୍ସ ବାର ଚାଲି ପାରୁନି? ନା, କୌଣସି ଡ୍ୟାନ୍ସ ବାର ଚାଲୁନି। ଝିଅ ସବୁ ବସିକି ରହିଛନ୍ତି, ଆଜି ପର୍ଯ୍ୟନ୍ତ ଚିଠି ବି ଦିଆହେଇଛି ଯଦି ଚାଲିବନି ବୋଲି ଯୋଉ କଥା, ତ ସେ ଚିଠିଟା ବି ଆମ ପାଖକୁ ଆସିଲେ ଆମେ ପରବର୍ତ୍ତୀ କଣ କରିପାରିବୁ ଆମେ କିଛି ଭାବିପାରିବୁ। ଆପଣଙ୍କର କେତେ ଡ୍ୟାନ୍ସ ବାର କେତେ ଝିଅ ବର୍ତ୍ତମାନ କାମ କରିବା ଅପେକ୍ଷାରେ ଅଛନ୍ତି? ପାଖାପାଖି ନିଅନ୍ତୁ
ମାନେ ସବୁ କେବଳ ଭାବନ୍ତି ଡ୍ୟାନ୍ସ ବାରେ କେବଳ ଝିଅ କାମ କରନ୍ତିନି, ଝିଅ ସହିତ ମ୍ୟୁଜିସିଆନ ଦରକାର, ତାଙ୍କର ବହୁତ ନବା ଆଣିବାଠୁ ତାଙ୍କ ସୁରକ୍ଷା କରିବେ, ବିଭିନ୍ନ ପ୍ରକାର ଡିପାର୍ଟମେଣ୍ଟ ଅଛି। ଗୋଟେ ଡ୍ୟାନ୍ସ ବାରରେ କେବଳ ଗୋଟେ ମ୍ୟୁଜିକାଲ ପ୍ରୋଗ୍ରାମ ଯେମିତି ଗୋଟେ ସିନେମା ସୁଟିଂ, ଗୋଟେ ଯାତ୍ରା ପାର୍ଟିରେ ଲାଇଟ୍ କିଏ ହ୍ୟାଣ୍ଡେଲ କରୁଛି, ସାଉଣ୍ଡ କିଏ ହ୍ୟାଣ୍ଡେଲ କରୁଛି, ବିଭିନ୍ନ ପ୍ରକାର ଜିନିଷ ଅଛି। ସେଇ ଅନୁସାରେ ଦେଖିବାକୁ ଗଲେ ଟୋଟାଲ ଆପଣଙ୍କର 17 ଗୁଣ 20 ଦେଲେ ବି 400-500 ପରିବାର ଆପଣଙ୍କର ଆଫେକ୍ଟେଡ ହେବେ। ରୋଷେଇ ତାଙ୍କର ଘରେ ରୋଷେଇବା ନବା ଆଣିବାଠୁ ପୁରା ଯୋଉମାନେ ଡ୍ୟାନ୍ସ କରୁଛନ୍ତି ଝିଅ ତା ଭିତରୁ କେତେ ଅଛନ୍ତି? ତା ଭିତରୁ ଭାବନ୍ତୁ ସେ 180 ପାଖାପାଖି ହେବେ, 180 ରୁ 200 ଭିତରେ। ଏ 200 ଝିଅ ଅପେକ୍ଷା କରିଛନ୍ତି କାମ ପାଇବା ପାଇଁ, ଆଉ ଆପଣ ମାନେ ତାଙ୍କୁ ଦରମା ଦେଇକରି ଅପେକ୍ଷା କରେଇଛନ୍ତି? ହଁ, ସେଦିନ ଯୋଉ ଆପଣ କହିଲେ ଧଉଳି ଥାନା କଥା, ଆପଣ କେତେ ଦିନ 6 ମାସ କାଳ ବିନା ତ କେବେ ନା କେବେ ଡିଲେ ହେଇଯିବ। କାମ କୋଉଠି ଏପଟରେ ଗଭର୍ଣ୍ଣମେଣ୍ଟ ମନା କରିଦେଲେ ହଁ ତାଙ୍କୁ ଛାଡିଦେବେ, ତାଙ୍କ ନାଁରେ ଆଣିବେ, ଦେଖିଲା ବେଳକୁ ସିଏ ନଥିବେ, ସିଏ ଆଉ ଗୋଟେ ଆପଣଙ୍କୁ ଅସୁବିଧା ହବନି? ଡେଫିନେଟଲି। ଆପଣଙ୍କ ନାଁରେ ମୁଁ ଆପ୍ଲାଏ କରିଛି, ଆପଣଙ୍କୁ କାମ ବି ଦେଇପାରୁନି, ମନା ବି କରିପାରୁନି। ଯେହେତୁ ଆପ୍ଲାଏ କରିଛି, ଅପେକ୍ଷା କରୁଛି ଯେ ଆପ୍ଲାଇର ଆଜି ଆସିଯିବ, କାଲି ଆସିଯିବ, ଆଜି ଆସିଯିବ, କାଲି ଆସିଯିବ। ତ ଆଉ ଯେହେତୁ ମନ୍ତ୍ରୀ କହିସାରିଲେଣି ଆପଣଙ୍କୁ ବୋଧେ ଆଉ ରିନ୍ୟୁଆଲ ହଉନି, ତେଣୁ ଆପଣଙ୍କ ପାଇଁ ଆଉ ଚିଠି ଆମେ ଯୋଉ ଚିଠି କରିଛୁ, ଆମକୁ ଯୋଉ ବାରମ୍ବାର ଚିଠି କରାହଉଛି ଡିପାର୍ଟମେଣ୍ଟ ତରଫରୁ, କାହାର କିଛି ଗୋଟେ ମାନେ କିଛି ଭୁଲ ଯଦି ରହିଯାଇଛି, କାହାର ସିସିଟିଭି ରହୁ, କାହାର ଫାୟାର ରହୁ, ଏମିତି ଯୋଉ ରହିଛି, ତ ସେ ସବୁକୁ କମ୍ପ୍ଲାଇ କରିବା ପାଇଁ ଚିଠି ଯେମିତି ଆସୁଛି ସେମିତି ଆମେ ଅପେକ୍ଷା କରିବୁ ଗୋଟେ ଚିଠି ପାଇଁ, ଯେ ଆପଣଙ୍କର ସେକ୍ସନ ଏଇ ସେକ୍ସନ ଅଣ୍ଡରରେ ସରକାର ଆପଣଙ୍କର ମାନେ ଡ୍ୟାନ୍ସ ବାର ଦେବେ କି ଦେବେନି, ଯାହା ବି କହିବା କଥା। ଯଦି ନ କହିଲେ କହିବେ, ଆମେ ଯେତେବେଳେ ଆପ୍ଲାଏ କରୁଛୁ ଆପଣ ତ ରିଜେକ୍ଟ କରିବେ କି ଦେବେ। ତେଣୁ ଆପଣ କରୁଛନ୍ତି ସରକାର କଣ କରୁଛନ୍ତି? ହଁ, ଆଜି ପରେ ପଲିସି ତ ବାହାରିନି, ପଲିସି ବାହାରି ଯିବ, ତାପରେ ଜଣା ପଡିବ। ଓକେ, ନିଶ୍ଚିତ ଭାବରେ। ବହୁତ ଧନ୍ୟବାଦ ସତ୍ୟ ବାବୁ।